କୁଆପଥର ବର୍ଷା ଘଟଣା କ୍ଷତିପୂରଣ ଦାବିରେ ରାସ୍ତାରୋକ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ରାସ୍ତାରୋକ ପ୍ରତ୍ୟାହୃତ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଓ ଖପ୍ରାଖୋଲ ବ୍ଲକ ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ଯୋଗୁଁ ଖପ୍ରାଖୋଲ ବ୍ଲକର ରେଙ୍ଗାଲଜୁରି ଓ ଚଙ୍ଗରିଆ ଗାଁର ବ୍ୟାପକ କ୍ଷୟକ୍ଷତି ହୋଇଛି, ଯାହାଫଳରେ ଚାଳ ଖପର ଆଡ଼ବେଷ୍ଟର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ନଷ୍ଟ ହୋଇଛି। ଘର ଭିତରେ ଥିବା ଆସବାବପତ୍ର ନଷ୍ଟ ହୋଇଛି, ଯାହାଫଳରେ ଲୋକଙ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ପ୍ରଶାସନ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ କୌଣସି ପ୍ରକାର ସହାୟତା ମିଳିନଥିଲା, ଯାହାକୁ ନେଇ କ୍ଷତିଗ୍ରସ୍ତ ପରିବାର ଚଙ୍ଗରିଆ ସରପଞ୍ଚ ସୁଶୀଲ କୁମାର ଗୁରୁଙ୍କୁ ପଞ୍ଚାୟତ କାର୍ଯ୍ୟାଳୟ ଭିତରେ ତାଲା ପକାଇଥିଲେ। କିଛି ସମୟ ପରେ କୌଶଳ ସଂଗ୍ରାମୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୌଶଳ ସଂଗ୍ରାମୀଙ୍କ ଅନୁରୋଧ କ୍ରମେ ସରପଞ୍ଚ ଶ୍ରୀ ଗୁରୁଙ୍କୁ ଛାଡ଼ି ଦେଇଥିଲେ। ଏହାପରେ ଚଙ୍ଗରିଆ ସରପଞ୍ଚ ଶ୍ରୀ ଗୁରୁଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ଚଙ୍ଗରିଆ ଓ ରେଙ୍ଗାଲଜୁରି ଗ୍ରାମବାସୀ ମିଶି ପାଟଣାଗଡ଼ରୁ ପଦମପୁରକୁ ଯାଉଥିବା ମୁଖ୍ୟ ରାସ୍ତା ପାଢ଼େଲ ବସ୍ଷ୍ଟାଣ୍ଡଠାରେ ରାସ୍ତାରୋକ କରିଥିଲେ। ଦୀର୍ଘ 4 ଘଣ୍ଟା ରାସ୍ତା ଅବରୋଧ ପରେ ପ୍ରଥମେ ପାଟଣାଗଡ଼ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ରାସ୍ତାରୁ ଓହରି ଯିବାକୁ ବୁଝାସୁଝା କରିଥିଲେ। ପରେ ପାଟଣାଗଡ଼ ଉପଜିଲ୍ଲାପାଳ ଓ ଖପ୍ରାଖୋଲ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। କ୍ଷତିଗ୍ରସ୍ତ ପରିବାରକୁ ନିଜ ଜିଦ୍ରେ ଅଟଳ ଥିବା ସହ ସେମାନଙ୍କୁ ଉପଯୁକ୍ତ ଆର୍ଥିକ ସହାୟତା ସହ ଘର ଭାଙ୍ଗି ଯାଇଥିବା ପରିବାରମାନଙ୍କୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରିଥିଲେ। କ୍ଷତିଗ୍ରସ୍ତ ପରିବାରଙ୍କ ଉପଜିଲ୍ଲାପାଳ ଶ୍ରୀ ମେହେର ରେଙ୍ଗାଲଜୁରି ଓ ଚଙ୍ଗରିଆ ଗାଁକୁ ଯାଇ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ସହ ଘର ଘର ବୁଲି ସ୍ଥିତି ପରଖିଥିଲେ। 24 ଘଣ୍ଟା ପରେ ମଧ୍ୟ କ୍ଷତିଗ୍ରସ୍ତ ପରିବାରଙ୍କୁ ରନ୍ଧା ଖାଦ୍ୟ ଏବଂ ପଲିଥିନ୍ ଯୋଗାଇ ଦିଆଯାଇନଥିଲା। ବ୍ୟୁରୋ ରିପୋର୍ଟ, ପ୍ରାଇମ୍ ଟିଭି।